ବୋକା ଗଧ ଓ ଠକ ଧୋବା। ଗୋଟିଏ ଗାଁରେ ଜଣେ ଧୋବା ରହୁଥିଲା। ତାର ଗଧଟିଏ ଥିଲା। ପ୍ରତିଦିନ ଗଧ ପିଠିରେ ଲୁଗା ଭାର ଲଦି ସେ ନଈକୂଳକୁ ଯାଏ। ସଫା ଲୁଗା ଧରି ସଞ୍ଜକୁ ଫେରେ। ଏ କାମରେ ଗଧଟାକୁ ଭାରି ଖଟଣି ପଡ଼େ। ଦିନ ଆସିଲା, ଗଧଟା ଖିଆପିଆ କଲା ନାହିଁ। ତା ଶରୀର ଦୁର୍ବଳ ହୋଇପଡ଼ିଲା। ଧୋବା ଏଥିନେଇ ବଡ଼ ଚିନ୍ତାରେ ଥାଏ। ସେ ଉପାୟ ଖୋଜୁଥାଏ, କିମିତି ତା ଗଧକୁ ମୋଟାସୋଟା କଲେ ନିଜ କାମଟା ଉଠାଇବ। ଧୋବା ଦିନେ ବଣ ପାଖ ଦେଇ ସହରକୁ ଯାଉଥିଲା। ସେ ଦେଖିଲା ଗୋଟାଏ ବାଘ ମରି ପଡ଼ିଛି। ତା ମୁଣ୍ଡରେ ଗୋଟାଏ ବୁଦ୍ଧି ପଶିଲା। ସେ ବାଘ ଛାଲଟା ଛାଲି ନେଇ ଖରାରେ ଶୁଖାଇ ସାଇତି ରଖିଲା। ଦିନେ ବିଚାରିଲା, ବାଘ ଛାଲଟା ଗଧ ପିଠିରେ ବାନ୍ଧିବ। ରାତିବେଳା ହେଲେ ଗାଁ ପାଖ ଫସଲ କିଆରିକୁ ଛାଡ଼ିଦେବ। ଲୋକେ ଗଧ ବୋଲି ଆଉ ଚିହ୍ନି ପାରିବେ ନାହିଁ। କଅଁଳ ଛନଛନିଆ ଫସଲ ଖାଇଲେ ଗଧ ଦିନ କେଇଟା ଭିତରେ ମୋଟାସୋଟା ହୋଇଯିବ। ସବୁଦିନ ରାତିରେ ଧୋବା ଏମିତି ଫିକର ପାଞ୍ଚି ଗଧଟାକୁ ଫସଲ କିଆରିକୁ ଫିଟାଇ ଦିଏ। ଦିନେ ଜଣେ ଚାଷୀ ଜହ୍ନ ଆଲୁଅରେ ଦେଖିଲା ଫସଲ କିଆରିରେ ବାଘ ପଶିଛି। ସେ ଗାଁ ସାରା ଚହଳ କରିଦେଲା। ବାଘ ନାଁ ଶୁଣି ରାତିରେ ପଦାକୁ କେହି ବାହାରିଲେ ନାହିଁ। ସଞ୍ଜ ଲାଗୁ ଲାଗୁ ଲୋକଙ୍କ ତାଟି କବାଟ ପଡ଼ିଗଲା। ଧୋବାକୁ ତ ଗୋଟାଏ ବଡ଼ ସୁଯୋଗ ଜୁଟିଗଲା। ସେ ରାତିରେ ଗଧ ବେକରୁ ପଘା ଖୋଲିଦିଏ। ପାହାନ୍ତା ହେଲେ ପୁଣି ଗଧକୁ ଆଣି ଗୁହାଳେ ବାନ୍ଧି ପକାଏ। ଚାଷୀମାନଙ୍କ ଫସଲ ଉଜୁଡ଼ି ଯିବାରୁ ସେମାନେ ବଡ଼ ଚିନ୍ତାରେ ପଡ଼ିଲେ। ଦିନେ ସେ ଗାଁର କେତେଜଣ ଚାଷୀ ମେଳି ହେଲେ। ବନ୍ଧୁକ, ଲାଠି, ଧନୁ ଓ ତୀର ଧରି ବାଘ ଶିକାର ପାଇଁ ବାହାରି ପଡ଼ିଲେ। ସେଦିନ ରାତିରେ ପଡ଼ିଥାଏ କଇଁଫୁଲିଆ ଜହ୍ନ। ସେମାନେ କିଆରି ହୁଡ଼ା କଡ଼ରେ ଛପି ରହି ଦେଖିଲେ ବାଘଟା ଘାସ ଚରୁଛି। ମନେ ମନେ ଭାବିଲେ, ବାଘ ତ ମାଂସ ଖାଏ, ଏଇଟା କ'ଣ ଘାସ ଚରୁଛି? ତେବେ କ'ଣ ଏଇଟା ଅନ୍ୟ ଗୋଟାଏ ପ୍ରାଣୀ? ସେମାନେ ଚାରିଦିଗରୁ ଘେରି ଆକ୍ରମଣ କରିବାକୁ ମସୁଧା କଲେ। ଏତିକିବେଳେ ସେଇ ଗାଁ ଧୋବା ଘରୁ ଅନ୍ୟ ଗୋଟାଏ ଗଧ ବୋବାଳି ଛାଡ଼ୁଥାଏ। ତା ସ୍ୱର ନକଲି ବାଘ କାନରେ ପଡ଼ିଲା। ସେ ତ ସତରେ ବାଘ ନୁହେଁ, ଗୋଟାଏ ଗଧ। ଫସଲ ଚରି ଖୁସିରେ ଠିଆ ହୋଇଛି। ଜହ୍ନ ଆଲୁଅ ପଡ଼ିଛି, ସୁଲୁସୁଲିଆ ପବନ ବହୁଛି। ଗାଁ ଆଡ଼ୁ ଭାସି ଆସୁଥିବା ଗଧ ବୋବାଳି ଶୁଣି ତାର ଗୀତ ଗାଇବାକୁ ଇଚ୍ଛା ହେଲା। ସେ ଉପରକୁ ମୁଣ୍ଡ ଟେକି ବୋବାଳି ପକାଇଲା। ଛପି ରହିଥିବା ଲୋକେ କହି ଉଠିଲେ, ଆରେ ଏଇଟା ବାଘ ନୁହେଁରେ, ଏଇଟା ଗୋଟାଏ ଗଧ। ନକଲି ବାଘ ସାଜି ଫସଲ ଖନ୍ଦା କରୁଛି। ସେମାନେ ଲାଠିରେ ପିଟିବାକୁ ଲାଗିଲେ। ଲାଠି ମାଡ଼ରେ ବାଘ ଛାଲଟା ଖସି ପଡ଼ିଲା। ଆଖିବୁଜା ଲାଠି ମାଡ଼ ଖାଇ ଗଧ ସେଇଠି ମରି ପଡ଼ିଲା। ଗଧଟା ସିନା ମଲା, ଏଣେ ଧୋବାର ବେଉସା ବୁଡ଼ିଗଲା। ସେ ଭାରି ମନ ଦୁଃଖ କଲା। ନିଜ ଭୁଲ ନିଜେ ବୁଝିପାରିଲା। ମନେ ମନେ ଭାବି ହେଲା, ନିଜ ସୁଖ ସୁବିଧା ପାଇଁ ଅନ୍ୟକୁ ଯିଏ ଠକେ, ସିଏ ଦିନେ ନା ଦିନେ ଉଚିତ ଫଳ ପାଏ।